ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ବର୍ଷ ଶେଷ 7 ଦିନରେ ରାଜଧାନୀବାସୀ ପିଇଦେଲେ 32 କୋଟି ଟଙ୍କାର ମଦ। ଭୁବନେଶ୍ୱରବାସୀ 2.5 ଲକ୍ଷ ଲିଟର ବିଦେଶୀ ମଦ ସାଙ୍ଗକୁ 1.5 ଲକ୍ଷ ଲିଟର ଦେଶୀ ମଦ ପିଇଛନ୍ତି। ସେହିଭଳି 1,78,000 ଲିଟର ବିୟର ପିଇଛନ୍ତି। ମୋଟ 32,55,12,560 ଟଙ୍କାର ମଦ ପିଇ ବର୍ଷକୁ ବିଦାୟ ଦେଇଛନ୍ତି ରାଜଧାନୀବାସୀ। ପରବର୍ତ୍ତୀ ଖବର, ଫେବୃଆରୀ 1ରୁ ସିଗାରେଟ ଓ ବିଡ଼ି ମହଙ୍ଗା। ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ, କାରଣ ଆପଣଙ୍କର ଏହି ଅଭ୍ୟାସ ଆଗାମୀ କିଛି ସପ୍ତାହ ମଧ୍ୟରେ ମହଙ୍ଗା ହେବାକୁ ଯାଉଛି। ସରକାର ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳକ ଲାଗୁ କରିଛନ୍ତି, ଯାହା ଫେବୃଆରୀ 1ରୁ ଲାଗୁ ହେବ। ଏହା ସହିତ ପାନ ମସଲା ଉପରେ ଏକ ନୂତନ ସେସ୍ ଲାଗୁ କରାଯାଇଛି, ଯାହା ଫେବୃଆରୀ 1ରୁ ଲାଗୁ ହେବ। ଏହାର ଅର୍ଥ ହେଉଛି ସିଗାରେଟ, ବିଡ଼ି ଏବଂ ପାନ ମସଲା ଭଳି ତମାଖୁ ଉତ୍ପାଦ 1 ଫେବୃଆରୀ ଠାରୁ ମହଙ୍ଗା ହେବାକୁ ଯାଉଛି। ପରବର୍ତ୍ତୀ ଖବର, ବର୍ଷ ଆରମ୍ଭରୁ 111 ଟଙ୍କା ବଢ଼ିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର। ନୂଆଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର 1,691 ଟଙ୍କାକୁ ବୃଦ୍ଧି। ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ। 28 ମାସ ମଧ୍ୟରେ ସର୍ବାଧିକ ମୂଲ୍ୟ ବୃଦ୍ଧି। ସରକାର ପାଇପ ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଥିବା ବେଳେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା 28 ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡର ମୂଲ୍ୟର ସର୍ବାଧିକ ବୃଦ୍ଧି। ପରବର୍ତ୍ତୀ ଖବର, ରାଜ୍ୟର ସବୁ ବଳକା ଚାଉଳ ନେବେ କେନ୍ଦ୍ର ସରକାର। ରାଜ୍ୟରେ ଏବେ 7 ଲକ୍ଷ ମେଟ୍ରିକ ଟନ୍ ଚାଉଳ ବିଭିନ୍ନ ଗୋଦାମରେ ପଡ଼ି ରହିଥିବା ବେଳେ ଏଥିରୁ 6 ଲକ୍ଷ ମେଟ୍ରିକ ଟନ୍ ଏଫ୍‌ସିଆଇ ନେବ। ବଡ଼ କଥା ହେଉଛି, ଏଫ୍‌ସିଆଇ ଉଠାଇବାକୁ ଥିବା ଚାଉଳ ମଧ୍ୟରୁ 5 ଲକ୍ଷ ମେଟ୍ରିକ ଟନ୍ ହେଉଛି ଉଷୁନା ଚାଉଳ। 1 ମେଟ୍ରିକ ଟନ୍ ଅରୁଆ। ଆସନ୍ତା ଏପ୍ରିଲ ଭିତରେ ସମସ୍ତ ଚାଉଳ ଉଠାଇବା ପ୍ରକ୍ରିୟା ଶେଷ ହେବ। ତେବେ ବଳକା ଥିବା 1 ଲକ୍ଷ ମେଟ୍ରିକ ଟନ୍ ଚାଉଳ ନିଲାମ କରିବେ ସରକାର। ପରବର୍ତ୍ତୀ ଖବର, ନୂଆ ବର୍ଷରେ ମୋଦି ସରକାରଙ୍କ ମୟୂରଭଞ୍ଜକୁ ବଡ଼ ଭେଟି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଉଦ୍ଘାଟିତ ହୋଇଛି ଇଗ୍ନୋ ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ। ଏହି କେନ୍ଦ୍ର ଦ୍ୱାରା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଯୁବକ ଯୁବତୀ ଉଚ୍ଚ ଶିକ୍ଷା ଲାଭ କରିପାରିବେ। ଏବେ ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ଇଗ୍ନୋର କାର୍ଯ୍ୟକ୍ରମ ଭୁବନେଶ୍ୱରର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ଚଳିତ ମାସରୁ ବିଦ୍ୟାର୍ଥୀ ଏହି କେନ୍ଦ୍ରରେ ନାମ ଲେଖାଇ ପାରିବେ। ପରବର୍ତ୍ତୀ ଖବର, ନୂଆ ବର୍ଷରେ ସୁନା ରୂପା ଦରରେ ବଡ଼ ପରିବର୍ତ୍ତନ। ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ, କିନ୍ତୁ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବାରୁ ଚିନ୍ତାରେ ଗ୍ରାହକ। ଏଥିସହିତ ନୂଆ ବର୍ଷରେ ମଧ୍ୟ ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଛି। ପରବର୍ତ୍ତୀ ଖବର, ଦେଶକୁ ମିଳିବ ବୁଲେଟ୍ ଟ୍ରେନ୍ ଭେଟି। ଭାରତୀୟ ରେଳ ଇତିହାସରେ ଯୋଡ଼ି ହେବାକୁ ଯାଉଛି ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟାଇ 2027 ମସିହା ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ଅବସରରେ
ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ, ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୁମ୍ବାଇରୁ ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହି ଐତିହାସିକ ଦିନକୁ ନେଇ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଖବର ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ଆକ୍ରମଣ। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବିରୋଧରେ ହିଂସା କମିବାର ନାଁ ଧରୁନି ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଶରିୟତପୁର ଅଞ୍ଚଳରେ ଖୋକନ ଚନ୍ଦ୍ର ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ କିଛି ଲୋକ ଘେରି ଯାଇଥିଲେ ଆଉ ଏହାପରେ ତାଙ୍କୁ ପ୍ରଥମେ ନିର୍ମମ ଭାବରେ ମାଡ଼ ମାରିଥିଲେ, ତାପରେ ଛୁରୀ ମଧ୍ୟ ଆକ୍ରମଣ କରିଥିଲେ। ଏତିକି ସରିନଥିଲା, ବର୍ବରତା ପରେ ତାଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳି ଦେଇ ଯାଇଥିଲେ। ପରବର୍ତ୍ତୀ ଖବର ନୂଆ ବର୍ଷରୁ ସବୁକିଛି ବଦଳିଯିବ। ନୂଆ ବର୍ଷ ଆରମ୍ଭ ସହ ଜାନୁଆରୀ 1ରୁ ଆମ ଦେଶରେ ବଦଳିଯିବ ଅନେକ ଆର୍ଥିକ ନିୟମ, ଯାହା ବିଷୟରେ ନ ଜାଣିବେ ଆପଣ ବଡ଼ ହଇରାଣରେ ପଡ଼ିବେ। ଅଚଳ ହୋଇଯିବ ପାନ କାର୍ଡ, ବଢ଼ିଯିବ କାର ଦାମ, ଏଲପିଜି ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ ଯାଏଁ ଅନେକ ବଡ଼ ବଡ଼ ପରିବର୍ତ୍ତନ ହେବ। ପରବର୍ତ୍ତୀ ଖବର ଫେବୃଆରୀ 1ରୁ ଫାସ୍ଟାଗ ନିୟମରେ ହେବ ବଡ଼ ପରିବର୍ତ୍ତନ। କେନ୍ଦ୍ର ସରକାର ଫାସ୍ଟାଗ ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ ଗାଡ଼ି ଚାଳକ ମାଲିକଙ୍କୁ ଫାସ୍ଟାଗ ପାଇଁ ଆଉ KYC ପୂରଣ କରିବାକୁ ପଡ଼ିବ ନାହିଁ। ଫାସ୍ଟାଗ ନିୟମକୁ ସରଳ ଏବଂ ସ୍ୱଚ୍ଛ କରିବା ସହ ଏହି ପଦକ୍ଷେପ ନିଆଯାଉଛି। ଫାସ୍ଟାଗ ଉପରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। NHAI ପକ୍ଷରୁ ଘୋଷଣା କରାଯାଇଛି ଯେ 2026 ଫେବୃଆରୀ 1ରୁ ନୂତନ ଯାନ ପାଇଁ KYCର ସୁବିଧା ଦୂର କରାଯିବ। ପରବର୍ତ୍ତୀ ଖବର ଡିସେମ୍ବରରେ ବଢ଼ିଲା GST ସଂଗ୍ରହ। ନଭେମ୍ବରରେ ଏହି ସଂଗ୍ରହ 1.70 ଲକ୍ଷ କୋଟି ଟଙ୍କା ଥିବା ବେଳେ ଡିସେମ୍ବରରେ ଏହା ବୃଦ୍ଧି ପାଇଛି। ଗତ 3 ମାସ ମଧ୍ୟରେ ଏହା ସର୍ବାଧିକ ଅଭିବୃଦ୍ଧି ବୋଲି ଜଣାପଡ଼ିଛି। ଚଳିତ ମାସର ଅଭିବୃଦ୍ଧିରେ ଘରୋଇ କାରବାର ଅପେକ୍ଷା ଆମଦାନୀ ଶୁଳ୍କର ଅବଦାନ ରହିଛି। ଆମଦାନୀରୁ GST ସଂଗ୍ରହ ପ୍ରାୟ 20% ବୃଦ୍ଧି ପାଇଥିବା ବେଳେ ଘରୋଇ GST ସଂଗ୍ରହ ମାତ୍ର 1.2% ବଢ଼ିଛି। ରିଫଣ୍ଡ ପରେ ନିଟ୍ GST ରାଜସ୍ୱ 1.46 ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗତ ବର୍ଷ ତୁଳନାରେ 2.2% ଅଧିକ। ପରବର୍ତ୍ତୀ ଖବର ସ୍ୱଚ୍ଛତମ ସହର ଇନ୍ଦୋରରେ ବଡ଼ ବିପଦ। ଘଟଣାକୁ ନେଇ ବିରୋଧୀଙ୍କ ଅଭିଯୋଗ ଓ ଅଞ୍ଚଳବାସୀଙ୍କ ଅସନ୍ତୋଷ ପରେ ମୁଖ୍ୟମନ୍ତ୍ରୀ ଅନେକ ଅଧିକାରୀଙ୍କୁ ବରଖାସ୍ତ ଓ ନିଲମ୍ବିତ କରିଛନ୍ତି। ଘଟଣାରେ ଇନ୍ଦୋରର ଡେପୁଟି ଇଞ୍ଜିନିୟର ଶୁଭମ ଶ୍ରୀବାସ୍ତବ ବରଖାସ୍ତ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହସ୍ପିଟାଲ ଯାଇ ଅସୁସ୍ଥ ଲୋକମାନଙ୍କୁ ଭେଟି 2 ଲକ୍ଷ ଟଙ୍କା କ୍ଷତିପୂରଣ ଓ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି।